କଣ ବାସ୍ତବରେ ଯୀଶୁଖ୍ରୀଷ୍ଟ ଡିସେମ୍ବର 25 ତାରିଖରେ ଜନ୍ମ ହେଇଥିଲେ? ନୁହଁ, ଡିସେମ୍ବର 25 ତାରିଖରେ ଯୀଶୁଖ୍ରୀଷ୍ଟ ଜନ୍ମ ହେଇନଥିଲେ। ଡିସେମ୍ବର 25କୁ ଲୋକମାନେ ପାଳନ କରନ୍ତି ସିନା, କିନ୍ତୁ ପ୍ରକୃତରେ ଡିସେମ୍ବର 25ଟା ତାଙ୍କର ଜନ୍ମ ଡେଟ୍ ନୁହଁ। ଆଉ ବାଇବେଲରେ ମଧ୍ୟ ଏମିତି ଲେଖା ହେଇନାହିଁ ଯେ ଡିସେମ୍ବର 25 କି ଡିସେମ୍ବର 26 କି ନଭେମ୍ବର କି ଜାନୁଆରୀ, ଏମିତି କିଛି ନାହିଁ ଡେଟ୍ଟା। କାରଣ ହେଲା ଯେ ସେ ସୃଷ୍ଟିକର୍ତ୍ତା ଅଟନ୍ତି, ସେ ସୃଷ୍ଟି ନୁହନ୍ତି। ଯେ ଜଣେ ସୃଷ୍ଟିକର୍ତ୍ତାର ଜନ୍ମ ଡେଟ୍ ରହେ ନାହିଁ। ଦେଖନ୍ତୁ, ଗୋଟିଏ ପରମେଶ୍ୱରଙ୍କର ଜନ୍ମ ଡେଟ୍ କେବେ ବି ରହେ ନାହିଁ। ହେଲେ କଣ ଯୀଶୁଖ୍ରୀଷ୍ଟ ବାସ୍ତବରେ ପୃଥିବୀକୁ ଆସିନଥିଲେ କି? ହଁ, ସେ ଆସିଥିଲେ। ମାନେ ସେ କଣ ଗର୍ଭରୁ ଦ୍ଵାରା ଜାତ ହେଇନଥିଲେ? ହେଇଥିଲେ। କୋଉ ଡେଟରେ ଜାତ ହେଇଥିଲେ? ସେ ଗର୍ଭ ଦ୍ଵାରା ସେ ଜାତ ହେଇଥିଲେ, ତାହା ସତ କଥା ଅଛି। କିନ୍ତୁ ଯେ ଜନ୍ମ ଡେଟ୍ ରହିବ ତାହା ପ୍ରକୃତ ବିଷୟ ନୁହଁ। କାରଣ ସେ ଏମିତି ସୃଷ୍ଟିକର୍ତ୍ତା ଅଟନ୍ତି। ଡେଟ୍ ଏଥିପାଇଁ ହେଲା ନାହିଁ ଯେ ଲୋକମାନେ କାଳେ ଭାବିବେ ଯେ ଜନ୍ମଦିନକୁ ପାଳନ କରିବେ ବା ଜନ୍ମାଷ୍ଟମୀକୁ ପାଳନ କରିବେ ବା ଈଶ୍ୱରଙ୍କର ସେଦିନ ଉତ୍ପନ୍ନ ହେଲା ବୋଲିକି ସେମାନେ ଭାବିବେ। ସେଥିପାଇଁ ମୁଁ ଆଉ ଗୋଟେ ବିଷୟ ମଧ୍ୟ କହିବା ପାଇଁ ଚାହେଁ। ବର୍ତ୍ତମାନ ମୁଁ ଦିଲ୍ଲୀରୁ ଆସିବି, ଆଉ ଯୋଉ ଦିନ ଦିଲ୍ଲୀରୁ ମୁଁ ପହଞ୍ଚିବି ସେଦିନକୁ ସେମାନେ ଜନ୍ମ ହେଲା ବୋଲିକି ଜନ୍ମ ଡେଟ୍ ଗୋଟେ ପାଳନ କଲେ ହବ କି? ସେଟା ମୁଁ ଆସିଥିବା ଦିନ। ସେ ପ୍ରକାର ଯୀଶୁଖ୍ରୀଷ୍ଟ ମଧ୍ୟ ସ୍ୱର୍ଗରୁ ପୃଥିବୀକୁ ଆସିଥିଲେ। ସେ ଅନନ୍ତ କାଳରୁ ହିଁ ଅଛନ୍ତି। ଆଉ ସେ ସ୍ୱର୍ଗରୁ ପୃଥିବୀକୁ ଆସିବାର ଗୋଟେ କାରଣ ହେଲା ଯେ ପରିତ୍ରାଣ ଦେବା ନିମନ୍ତେ ଆସିଥିଲେ। ଆଉ ସେ କୌଣସି ପ୍ରକାର ମୋ ନାମରେ ଫଟୋ ପୂଜା କରନ୍ତୁ କି ମୋ ନାମରେ ଗୋଟେ ମୂର୍ତ୍ତି ପୂଜା କରନ୍ତୁ, ଏ ଉଦ୍ଦେଶ୍ୟରେ ସେ ଆସିନଥିଲେ। କି ଗୋଟେ ସେଲିବ୍ରେସନ ପାଳନ କରନ୍ତୁ କି ଡିସେମ୍ବର 25କୁ ପାଳନ କରନ୍ତୁ, ଯେକୌଣସି ଡେଟ୍କୁ ଗୋଟେ ପାଳନ କରନ୍ତୁ, ଏ ଉଦ୍ଦେଶ୍ୟରେ ସେ ଆସିନଥିଲେ। କେବଳ ସେ ଆସିଥିଲେ ଗୋଟେ କାରଣ ହେଲା ସେ ପରିତ୍ରାଣ ଦେବା ନିମନ୍ତେ ଆସିଥିଲେ। ମନୁଷ୍ୟମାନଙ୍କୁ ପାପରୁ ଉଦ୍ଧାର କରିବା ନିମନ୍ତେ ଆସିଥିଲେ ବା ନର୍କର ଯନ୍ତ୍ରଣାରୁ ବଞ୍ଚିତ କରିବା ପାଇଁ ଯୀଶୁଖ୍ରୀଷ୍ଟ ଆସିଥିଲେ। ତାହେଲେ ଲୋକମାନେ ଯୋଉ ପାଳନ କରୁଛନ୍ତି ସେମାନେ କଣ ଭୁଲ କରୁଛନ୍ତି? ନା, ଭୁଲ ବୋଲି ତ ମୁଁ କହିବି ନାହିଁ, ତାହା ତ ଆମେ ମଧ୍ୟ ପାଳନ କରୁଅଛୁ। କିନ୍ତୁ ଗୋଟେ ବିଷୟ କହିବି, ସେହି ପାଳନ ଦ୍ୱାରା ଯଦି ଯୀଶୁଖ୍ରୀଷ୍ଟଙ୍କର ଉଦ୍ଦେଶ୍ୟକୁ ଲୋକମାନେ ଜାଣିପାରୁଛନ୍ତି ବା ଯୀଶୁଖ୍ରୀଷ୍ଟ କୋଉ କାରଣରୁ ପୃଥିବୀକୁ ଆସିଥିଲେ ତାହା ଯଦି ଜାଣିପାରୁଛନ୍ତି, ତେବେ ସେ ସେଲିବ୍ରେସନ ପାଳନ କରିବାଟା କି ଡିସେମ୍ବର 25 ପାଳନ କରିବାଟା କୌଣସି ପ୍ରକାର ଭୁଲର ବିଷୟ ନୁହଁ।